2025 ଶ୍ରାବଣ ମାସଟି କେଉଁ ରାଶିମାନଙ୍କ ପକ୍ଷେ ବହୁତ ଶୁଭ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। 2025 ବର୍ଷର ଶ୍ରାବଣ ମାସ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ତେବେ ଏ ଯେଉଁ ଶ୍ରାବଣ ମାସଟି କେଉଁ ରାଶିମାନଙ୍କ ପକ୍ଷେ ବହୁତ ଶୁଭ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏ ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ। ତେବେ ପ୍ରଥମରେ ମେଷ ରାଶି। ନୂଆ ନୂଆ ଯୋଜନା ଆରମ୍ଭ କରିବେ, ନୂଆ କିଛି କାମ ଆପଣମାନେ ହାତକୁ ନେବେ ଏ ମାସରେ। ଏପରିକି ନୂଆ କିଛି ପ୍ରୋଜେକ୍ଟ ପାଇଁ ଆପଣମାନେ ଦୁଃସାହସିକ କାର୍ଯ୍ୟ ମଧ୍ୟ ଆରମ୍ଭ କରିବେ, କିଛି ଗୋଟେ ନୂଆ କରିବାକୁ ଚେଷ୍ଟା କରିବେ ଯେମିତି ହଉ। ଏଥିପାଇଁ ନିଜ ମନ ଭିତରେ ଗୋଟେ ସାହସ ସଞ୍ଚୟ କରିକି ଏକା ଏକା ସିଂହ ଭଳିଆ ଲଢ଼ିକି ଆପଣମାନେ ଏମିତି ଗୋଟେ କାମ କରିବେ ଯାହାକି ଆପଣଙ୍କ ପାଇଁ ବହୁତ ଶୁଭକାରୀ ସାବ୍ୟସ୍ତ ହେବ, ବହୁତ ଧନ ଆପଣଙ୍କୁ ସେଇଥିରୁ ପ୍ରାପ୍ତ ହେବ। ମେଷ ରାଶିର ବ୍ୟକ୍ତିମାନେ ପରିବାର କଥା ଚିନ୍ତାକୁ ନେଇକି ଆପଣମାନେ ପରିବାରର ଭବିଷ୍ୟତକୁ ଚିନ୍ତା କରିକି ଏମିତି କିଛି କାର୍ଯ୍ୟ କରିବେ ଯାହାକି ଆଗାମୀ ଦିନରେ ଆପଣଙ୍କୁ ସଫଳତା ଦେବ ଏବଂ ପରିବାର ପାଇଁ ତାହା ମଧ୍ୟ ମଙ୍ଗଳ ହେବ। ଏ ସମୟରେ ଆପଣଙ୍କର ଧନ ଲାଭ ହେବ। ଆପଣଙ୍କର ଏ ସମୟରେ ଯାହା ବି ବାଦ ବିବାଦ ଥିଲା ସେସବୁର ସମାଧାନ ହେବ ଏବଂ ଈଶ୍ୱର ଭକ୍ତିରେ ଆପଣମାନେ ସମୟ ବ୍ୟତୀତ କରିବେ। ପରବର୍ତ୍ତୀ ରାଶି କୁମ୍ଭ ରାଶି। ଆପଣଙ୍କର ଏ ସମୟଟି ଏତେଟା ଭଲ ନାହିଁ, କିନ୍ତୁ ଯଦି ଧନ ଦୃଷ୍ଟିକୋଣରୁ ଦେଖିବା ଆପଣଙ୍କ ପାଇଁ ଏ ସମୟଟି ଭଲ ଅଛି। ଶ୍ରାବଣ ମାସଟିରେ ଆପଣମାନେ ଭଲ ରୋଜଗାର କରିବେ, କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ବହୁତ ଗୁଡ଼ିଏ ଖର୍ଚ୍ଚ ମଧ୍ୟ ଆପଣଙ୍କର ହୋଇପାରେ। କିନ୍ତୁ ଗୋଟିଏ ଉପାୟ ହେଉଛି ଶିବଶଙ୍କରଙ୍କର ଶରଣକୁ ଯାଆନ୍ତୁ। ପ୍ରତ୍ୟେକ ସୋମବାର ଏବଂ ଶନିବାରରେ ଶିବ ଦର୍ଶନ କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ତେବେ କୁମ୍ଭ ରାଶିରେ ଆପଣଙ୍କର ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା, କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବାର ସମ୍ଭାବନା ଅଛି। ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେଇପାରେ, ଘରେ କଳହ ଦେଖା ଦେଇପାରେ, ମନୋମାଳିନ୍ୟ ଦେଖା ଦେଇପାରେ, କଥା କଥାରେ ଅଯଥାରେ ଗଣ୍ଡଗୋଳ ବିବାଦର ସମ୍ମୁଖୀନ ହୋଇପାରନ୍ତି ଆପଣମାନେ। ମହିଳା ଏବଂ ବିଦ୍ୟାର୍ଥୀମାନେ ଦୂରସ୍ଥାନକୁ ଯାତ୍ରା କରିବେ, ଶାରୀରିକ କଷ୍ଟ ଆପଣମାନେ ଭୋଗ କରିବେ, କିନ୍ତୁ ଧନ ଆପଣଙ୍କର ଲାଭ ଅଛି। ମାନେ ଯେମିତି ହଉ ଆପଣଙ୍କର ଇନକମ୍ ବଢ଼ିବ। ତେବେ ନିଜର ବାକ୍ ସଂଯମତା ରକ୍ଷା କରନ୍ତୁ, ଯେମିତି କହିଲି ଶିବ ଦର୍ଶନ କରନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ପରବର୍ତ୍ତୀ ରାଶି ମିଥୁନ ରାଶି। କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ଜାଣି ରଖନ୍ତୁ। ଯେଉଁଠି କାମ କରୁଛନ୍ତି ନିଶ୍ଚିନ୍ତ ଭାବରେ ଆପଣଙ୍କର ଦରମା ବଢ଼ିବ, ନହେଲେ ଆପଣଙ୍କର ପଦୋନ୍ନତି ହୋଇପାରେ। ପରିବାରର ବ୍ୟବସାୟରେ ଯଦି ଆପଣମାନେ ବ୍ୟବସାୟୀ, ତାହେଲେ ନିଶ୍ଚିନ୍ତ ଭାବରେ ଆପଣ ଲାଭବାନ ହେବେ। ଆପଣଙ୍କୁ ପାରିବାରିକ ଶାନ୍ତି ମିଳିବ, କର୍ମକ୍ଷେତ୍ରରେ ଶାନ୍ତି ମିଳିବ। ଯେଉଁ ବିବାଦ ସବୁ ଅତୀତରେ ହେଇଥିଲା ସେ ସବୁ ବିବାଦର ଧୀରେ ଧୀରେ ସମାଧାନ ହୋଇଯିବ। ଏପରିକି ଆପଣଙ୍କର ନିଷ୍ପତ୍ତି ଆପଣଙ୍କର ପରିବାରରେ ହେଉ କିମ୍ବା ସାଙ୍ଗସାଥିମାନଙ୍କ ଗହଣରେ ହେଉ, ଏମାନଙ୍କ ପାଇଁ ଆପଣଙ୍କର ନିଷ୍ପତ୍ତିଟି ବହୁତ ଶୁଭକାରୀ ସାବ୍ୟସ୍ତ ହେବ। ଏ ସମୟରେ ଆପଣଙ୍କୁ ଧନ ଲାଭ ହେବ, ତେଣୁ କୌଣସି ପ୍ରକାରର ବିଶେଷ ସମସ୍ୟା ନାହିଁ। କିନ୍ତୁ ସ୍ୱାସ୍ଥ୍ୟକୁ ନେଇ ଟିକେ ଯତ୍ନବାନ ରୁହନ୍ତୁ। ଛୋଟ ମୋଟ ସମସ୍ୟାରେ ଆପଣମାନେ ପଡ଼ିପାରନ୍ତି, ସ୍ୱାସ୍ଥ୍ୟ ଜିନିଷ ସମସ୍ୟା। ସେହିପରି ମହିଳା ଏବଂ ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇବେ। ପରବର୍ତ୍ତୀ ରାଶି ସିଂହ ରାଶି। ଏ ଶ୍ରାବଣ ମାସରେ ଶିବଙ୍କ କୃପାରୁ ଆପଣଙ୍କର ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ, ଧନ ଲାଭ ହେବ ଆପଣଙ୍କର। କିଛି ଯଦି କେଉଁଠି ବିଜନେସ୍ରେ ଇନଭେଷ୍ଟମେଣ୍ଟ କରୁଛନ୍ତି, ସେଥିରୁ ବେଶ ଭଲ ଦୁଇ ପଇସା ଆପଣମାନେ ଇନକମ୍ କରିବେ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କର ମଧ୍ୟ ଆର୍ଥିକ ସ୍ୱଚ୍ଛଳତା ଦେଖାଦେବ। ଏ ସମୟରେ ଆପଣମାନଙ୍କର ଯେଉଁ ଅଯଥା ଖର୍ଚ୍ଚ ହୋଇଯାଉଥିଲା ସେସବୁରୁ ଆପଣମାନେ ରକ୍ଷା ପାଇବେ, ତେଣୁ କିଛିଟା ସେଭିଙ୍ଗସ୍ ଆପଣମାନେ ଏ ସମୟରେ କରିପାରିବେ। କିନ୍ତୁ ଜାଣି ରଖନ୍ତୁ, ପାରିବାରିକ ବିଶୃଙ୍ଖଳା ଦେଖା ଦେଇପାରେ, ଯେମିତିକି ପରିବାରରେ ହେଉ, ଆପଣଙ୍କର ବୈବାହିକ ଜୀବନରେ ହେଉ, ସାଥୀଙ୍କ ସହିତ ଛୋଟ ମୋଟ ସମସ୍ୟାକୁ ନେଇ ବାଦ ବିବାଦ ଦେଖା ଦେଇପାରେ। ଯେଉଁମାନେ ବ୍ୟବସାୟ କରୁଛନ୍ତି ବ୍ୟବସାୟରେ ଲାଭ କମ୍। ମହିଳା ଏବଂ ବିଦ୍ୟାର୍ଥୀମାନେ ସୁଫଳ ପାଇବେ। ପରବର୍ତ୍ତୀ ରାଶି ବୃଷ ରାଶି। ଧନ ଲାଭ ହେବ, କିନ୍ତୁ ଧନ ଖର୍ଚ୍ଚ ବି ହେବ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ, କିନ୍ତୁ ତାକୁ ଆପଣମାନେ ମ୍ୟାନେଜ୍ କରିନେବେ ନିଜର ବାକ୍ ଚାତୁରୀ ସାହାଯ୍ୟରେ। ଆପଣଙ୍କର କଥାର ଚାତୁରୀରେ ସମସ୍ତ ସମସ୍ୟାର ସମାଧାନ ଆପଣମାନେ କରିପାରିବେ। ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଆପଣଙ୍କୁ ଦେଖା ଦେଇପାରେ। ଯଦି କୌଣସି ବଡ଼ ଧରଣର କେଉଁଠି ଇନଭେଷ୍ଟମେଣ୍ଟ କରୁଛନ୍ତି, ପୁଞ୍ଜିନିବେଶ କରୁଛନ୍ତି, ତାହେଲେ ଭାବିଚିନ୍ତି କରନ୍ତୁ, ବୁଝିବିଚାରି କରନ୍ତୁ। ଏ ସମୟରେ ମନ ଆପଣଙ୍କର ଚଳଚଞ୍ଚଳ ରହିବ। କେଉଁ କାମଟା କରିବେ କେଉଁ କାମଟା କରିବେନି ତାହା ନିଷ୍ପତ୍ତି ନେବାରେ ଆପଣ ଅସମର୍ଥ ହେବେ।
विद्यार्थी माने समय आनंदित रहिबे महिला माने मध्य घरे बेस हस खुशी समय व्यतीत करेंगे धन लाभर जोग अच्छी इनकम आपणकर भल हम तेणु से को विशेष समस्या आपंकर ना कि छोट मोट स्वास्थ्यगत समस्या आपण मैंने पड़ पारती। परवर्ती राशि तुला राशि आर्थिक पक्षटी आपंकर मजबूत आर्थिक पक्ष माने भल इनकम हम आपंकर व्यवसायी माने लाभवान होबार आशा अधिक सेपरि कर्मक्षेत्र में आपणकर पदोन्नति होबार संभावना अच्छी आपण को पारिवारिक शांति मिलिबो किंतु शारीरिक असुस्थता आपण माने भोग करेंगे महिला एवं विद्यार्थी माने उन्नति करेंगे। परवर्ती राशिटी हूँ बिछा राशि धन लाभ हम आपणकर किंतु सावधान रुहतु सतर्क रुहतु कौन एक दुर्घटन आपने पड़ पारती शारीरिक कष्ट आपण मैंने भोगी पारती तेणु पूरापूरी भाव में सावधान रहिबे मासटी। पारिवारिक अशांति लगी रहिबो छोट मोट कथा को केन्द्र करके बड़ धरण गंडगोल सामना आपन को करने को पड़ पारे तेणु से निहाती भाव में सावधान रहिबे सचेतन रहिबे। कर्मक्षेत्र में अपमानित हो पारती व्यवसाय करंतु चाकरी करंतु जोठी भी हो कर्मक्षेत्र में अपमानित होबार जोग रही तेणु निजर बाक संयमता रक्षा करंतु अजथारे विवाद को जातु नहीं जदि क्या कौन प्रकार टंका धार दौरान ताले भावी चिंती दिंतु संपर्क भितर टंकार कारबार न करवा भल ए समय आपण जदि क्या धार देवे ताले जानी रखु से टंका पाइबारे बहुत कष्ट हम आपन को न पाई भी पारती। आ गोटे कथा जानी रखु बड़ धरण जो इन्वेस्टमेंट करुँचे भावी चिंती इन्वेस्टमेंट करते एवं ए समय आपंकर इनकम भल हम किंतु कोठना कोठी आपंकर खर्च बढ़ी तेबे ये थिला श्रावण मासरे केतोटी शुभ राशि से विषय आपको किसी सूचना आशा करुँची भिडियोटी आपको निश्चय भल लगी यदि भिडियो भल लगी था भिडियो को लाइक करेंगे शेयर करेंगे चैनल को सब्सक्राइब करने को अनुरोध रही। जय जगन्नाथ जय शिव शंभु।